ନମସ୍କାର। ତ 2013 ମସିହାରେ ଯେତେବେଳେ ସିପିଇସି ବା ଚାଇନା ପାକିସ୍ତାନ ଇକୋନୋମିକ୍ କରିଡରର ଘୋଷଣା ହେଲା, ପାକିସ୍ତାନୀମାନେ ଭାବିଲେ ଯେ ଏହାପରେ ସେମାନଙ୍କ ଦିନ ବଦଳିଯିବ। ଚୀନ ଏଥିରେ $62 ବିଲିୟନ ନିବେଶ କରିବାର ସ୍ୱପ୍ନ ଦେଖାଇଲା। ଚାରିଆଡ଼େ ଚର୍ଚ୍ଚା ଚାଲିଲା କି ପାକିସ୍ତାନ ଏସିଆର ସବୁଠାରୁ ବଡ଼ ଶକ୍ତି ହେବାକୁ ଯାଉଛି। କିନ୍ତୁ ଆଜି ଏହି ସ୍ୱପ୍ନ ପାକିସ୍ତାନ ପାଇଁ ଏକ ଅଭିଶାପ ପାଲଟିଛି। ଏବେ ଆସନ୍ତୁ ବୁଝିବା ଚାଇନାର ଡେଟ୍ ଟ୍ରାପ୍ କିପରି କାମ କରେ। ସାଧାରଣତଃ ଯେତେବେଳେ ୱାର୍ଲଡ ବ୍ୟାଙ୍କ ପରି ଆନ୍ତର୍ଜାତିକ ସଂସ୍ଥା ଋଣ ଦିଅନ୍ତି, ସେଥିରେ ସୁଧ ହାର ବହୁତ କମ୍ ରହିଥାଏ। କିନ୍ତୁ ଚୀନ ଦେଉଥିବା ଋଣର ଇଣ୍ଟରେଷ୍ଟ ରେଟ୍ ତାଙ୍କ ତୁଳନାରେ ବହୁତ ଅଧିକ। ତେବେ ଚାଇନା ପାକିସ୍ତାନ ଇକୋନୋମିକ୍ କରିଡର ହେଉଛି ପାକିସ୍ତାନ ପାଇଁ ଏକ ବିଶାଳ ଏବଂ ବାଣିଜ୍ୟିକ ପ୍ରୋଜେକ୍ଟ, ଯାହା ଚୀନର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା 3000 କିଲୋମିଟର ଲମ୍ବର ଏକ କରିଡର, ଯେଉଁଥିରେ ହାଇୱେ, ରେଲୱେ ଲାଇନ୍, ଅଏଲ୍ ଆଣ୍ଡ ଗ୍ୟାସ୍ ପାଇପଲାଇନ୍ ଏବଂ ଅପ୍ଟିକାଲ ଫାଇବର କେବୁଲ ସାମିଲ ରହିଛି, ଯାହା ଚୀନର ପଶ୍ଚିମ ଭାଗରେ ଥିବା କାଶଗର ଠାରୁ ଆରମ୍ଭ ହୋଇ ପାକିସ୍ତାନର ଗ୍ୱାଦର ବନ୍ଦର ପର୍ଯ୍ୟନ୍ତ ଲମ୍ବିଛି। ଏହାର ମୂଳ ଲକ୍ଷ୍ୟ ହେଲା ଚୀନର ବାଣିଜ୍ୟିକ ସାମଗ୍ରୀକୁ ସିଧାସଳଖ ଆରବ ସାଗର ଏବଂ ସେଠାରୁ ଆଫ୍ରିକା ଏବଂ ୟୁରୋପକୁ ପଠାଇବା। ଆଉ ଏଥିପାଇଁ ଚୀନ ପାକିସ୍ତାନକୁ $62 ବିଲିୟନ ଲୋନ୍ ଦେଇଥିଲା। କିନ୍ତୁ ପଲିଟିକାଲ ଇନଷ୍ଟେବିଲିଟି, ଇକୋନୋମିକ୍ କ୍ରାଇସିସ୍ ଏବଂ ବାଲୁଚିସ୍ତାନ ପରି ରିଜନରେ ସିକ୍ୟୁରିଟି କନସର୍ନ ପାଇଁ ଏହି ପ୍ରୋଜେକ୍ଟ ଡିଲେ ହୋଇ ଚାଲିଛି, ଯାହାଦ୍ୱାରା ଚୀନର ଋଣ ଶୁଝିବା ପାଇଁ ପାକିସ୍ତାନକୁ ନିଜର ବୈଦେଶିକ ମୁଦ୍ରା ଭଣ୍ଡାରର ବ୍ୟବହାର କରିବାକୁ ପଡ଼ୁଛି, ଯାହା ଫଳରେ ଦେଶରେ ଇନଫ୍ଲେସନ ବଢ଼ିବାରେ ଲାଗିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ପାକିସ୍ତାନରେ ଆଜି ବିଜୁଳି ବିଲ୍ ଆକାଶ ଛୁଆଁ। କାହିଁକି ନା ସିପିଇସି ଅଧୀନରେ ଯେତେବେଳେ ଚାଇନିଜ୍ କମ୍ପାନୀମାନେ ସେଠାରେ ପାୱାର ପ୍ଲାଣ୍ଟ ଲଗାଇଲେ, ତାଙ୍କର ଏକ ସର୍ତ୍ତ ଥିଲା କ୍ୟାପାସିଟି ଚାର୍ଜେସ୍, ମାନେ ପାକିସ୍ତାନ ସେହି ପ୍ଲାଣ୍ଟରୁ ବିଜୁଳି ବ୍ୟବହାର କରୁ କି ନ କରୁ, ତାକୁ ପୂରା ଟଙ୍କା ଦେବାକୁ ପଡ଼ିବ। ଏଥିପାଇଁ ଏବେ ପାକିସ୍ତାନୀ ଜନତା ଚୀନୀ କମ୍ପାନୀଙ୍କ ଲାଭ ଶୁଝୁଛନ୍ତି। ପାକିସ୍ତାନୀ ମୁଦ୍ରାର ମୂଲ୍ୟ କମିବାରେ ଲାଗିଛି, କିନ୍ତୁ ଚୀନକୁ ଏହା ଡଲାରରେ ଦେବାକୁ ପଡ଼ୁଛି, ଯାହା ପାକିସ୍ତାନୀ ଅର୍ଥନୀତିର ଅଣ୍ଟା ଭାଙ୍ଗିବାର ମୁଖ୍ୟ କାରଣ। ସେତେବେଳେ ଚୀନ କହିଥିଲା ଗ୍ୱାଦର ହେବ ଏସିଆର ଦୁବାଇ, କିନ୍ତୁ ସତ ଥିଲା ଏହାର ବିଲକୁଲ ଓଲଟା। ଏହି ଏଗ୍ରିମେଣ୍ଟ ଅନୁଯାୟୀ ଗ୍ୱାଦର ବନ୍ଦରରେ ସୃଷ୍ଟି ହେଉଥିବା ରାଜସ୍ୱର 91% ଚାଇନା ଓଭରସିଜ୍ ପୋର୍ଟ ହୋଲ୍ଡିଂ କମ୍ପାନୀ ପାଖକୁ ଯିବ ଏବଂ କେବଳ 9% ଗ୍ୱାଦର ପୋର୍ଟ ଅଥରିଟି ପାଖରେ ରହିବ। ସେଠାକାର ସ୍ଥାନୀୟ ମତ୍ସ୍ୟଜୀବୀମାନେ ଆଜି ବାସହୀନ, ସେମାନଙ୍କୁ ସମୁଦ୍ରକୁ ଯିବା ପାଇଁ ମଧ୍ୟ ବାରଣ କରାଯାଉଛି। ଫଳସ୍ୱରୂପ ସେଠାରେ ଗ୍ୱାଦର ରାଇଟ୍ସ ମୁଭମେଣ୍ଟ ପରି ଆନ୍ଦୋଳନ ଜୋର ଧରିଛି। ତେବେ ପ୍ରଶ୍ନ ଉଠୁଛି ଯେ ପାକିସ୍ତାନ କ'ଣ ଆଜି ଚୀନର ଏକ ଉପନିବେଶ ବା କଲୋନି ପାଲଟି ଯାଇଛି? ସ୍ଥିତି ଏମିତି ଯେ ପାକିସ୍ତାନ ଏବେ ପୁରୁଣା କରଜ ଶୁଝିବା ପାଇଁ ଚୀନକୁ ନୂଆ କରଜ ମାଗୁଛି। ଏହା ଏପରି ଏକ ସାଇକେଲ ଯେଉଁଥିରୁ ପାକିସ୍ତାନକୁ ବାହାରିବା ପ୍ରାୟ ଅସମ୍ଭବ। ତେବେ କୌଣସି ବିଦେଶୀ ସାହାଯ୍ୟ ଯଦି ନିଜ ସ୍ୱାର୍ଥଠାରୁ ଅଧିକ ହୁଏ, ତାର ପରିଣାମ ଏମିତି ଭୟଙ୍କର ହୋଇଥାଏ। ଏଥିରେ ଆପଣଙ୍କୁ କ'ଣ ଲାଗୁଛି? କ'ଣ ପାକିସ୍ତାନ ଏହି ଋଣ ଜାଲରୁ ବାହାରି ପାରିବ? କମେଣ୍ଟରେ ଜଣାନ୍ତୁ।